ପ୍ରେମ ଲଭ୍ ଭଲ ପାଇବା ବାଳ କ'ଣ ଏଇଟା କ'ଣ ଚାଲିଛି ମୁଁ ସିନେମା ଇଣ୍ଡଷ୍ଟ୍ରିରେ ଜାଣିପାରୁନି ଭାଇ। ସବୁ ଲଭ୍ ଷ୍ଟୋରି ଉପରେ ଫିଲ୍ମ ବନାଉଛନ୍ତି, ଖତରନାକ ମାଡ଼ ମାରୁଛନ୍ତି ଭାଇ, ପଇସା କମାଇବ ଜବରଦସ୍ତ ଭାଇ। ସେମିତି ଗୋଟେ ମୁଭି ଦେଖିଲି ଯାହାର ନାଁ ହେଉଛି ଧଡ଼କ 2 ଭାଇ। ଧଡ଼କ ଦେଖିଥିଲି ଭାଇ, ଗାଣ୍ଡି ଫଟା ମୁଭି ପୁରା ଜବରଦସ୍ତ, ମୋତେ ମଜା ଲାଗିଥିଲା। ତାପରେ ଏବେ ଧଡ଼କ 2 ଦେଖିଲି। ଧଡ଼କ 2ରେ ଭାଇ କ'ଣ ଭାଇ ଏଇଟା ମୁଭି ଭାଇ, ତୁମକୁ ଲଭ୍ କେତେ ଦୂର, ଲଭ୍ର କେତେ ଭଲ, ଲଭ୍ର କେତେ ଖରାପ ଭାଇ ସବୁ ବୁଝିବାକୁ ମିଳିବ ଭାଇ। ମୁଭି ନା କ'ଣ ଭାଇ ଲିଟରାଲି। ଆଉ କହିବି ଗୋଟେ, ମୁଁ ସେ ଟୋକା ଯେଉଁ ଆମର ହିରୋ ତାକୁ କନେକ୍ଟ କରିଥିଲି ମୁଭିରେ, ମଜା ଲାଗିଲା ଭାଇ। ଏମିତି ଫିଲ୍ ବହୁତ କମ୍ ମୁଭିରେ ଦେଖିବାକୁ ମିଳେ। ସେ ଯେଉଁ ଧଡ଼କ 2ର ହିରୋ ଯିଏ କ'ଣ ଭାଇ, ସେ ଗୋଟେ ଗରିବ ପିଲା, ତା ଗାଁରେ ତାଙ୍କର ଖାଇବା ପାଇଁ ନାହିଁ, ତାଙ୍କର ଜାଗା ବାଡ଼ି ନାହିଁ, ସେମାନେ ସହରରେ ଆସିକି ରହୁଛନ୍ତି। ସହରରେ ଯେଉଁ ରହୁଛନ୍ତି ସେଠି ତାଙ୍କୁ ବହୁତ ନିଚ ନଜରରେ ଦେଖୁଛନ୍ତି। ସେ ଗୋଟେ ବସ୍ତିରେ ରହୁଛି, ତ ସିଏ ତାର କଟାରେ ଲାଗିଲା ଗୋଟେ କଲେଜରେ, ସେ ଆଡ଼ମିସନ୍ ହେଲା। ସେଠି ତାକୁ ଗୋଟେ ଝିଅ ସାଙ୍ଗରେ ପ୍ରେମ ହେଲା ତାକୁ। ତା ବାପ ସେ ଢୋଲ ବଜାଉଥିଲା, ତାର ଗୋଟେ ଟିମ୍ ଅଛି, ସେଠି ଢୋଲ ବଜାଉଥିଲା। ସେଇଠି ପ୍ରଥମେ ସେ ଝିଅ ସହିତ ଖାଇଥିଲା, ପୁଣି କଲେଜରେ ତା ସହିତ ଦେଖା ହେଲା, ସେଇଠୁ ତାର ଲଭ୍ ଷ୍ଟୋରି ଷ୍ଟାର୍ଟ ହେଲା। ତ ସେ ଝିଅଟି ହେଉଛି ବଡ଼ ଖାନଦାନର, ତା ବଂଶ ସାରା ସମସ୍ତେ ଓକିଲ, ୟାର କେହି ନାହିଁ। ତା ବାପା ନୃତ୍ୟ କରେ, ମାନେ ଲେଡ଼ିଜ୍ ହେଇକି ନୃତ୍ୟ କରେ ମନୋରଞ୍ଜନ ପାଇଁ, ତା ବାପାକୁ ସେଇଟା ପସନ୍ଦ। ବାକି ଏ ଟୋକା ଝିଅ ଅଛି, ତାକୁ ତା ବାପାକୁ ଇଣ୍ଟ୍ରୋଡ୍ୟୁସ୍ କରିବା ପାଇଁ ତାକୁ ଭଲ ଲାଗେନି କିଏ ମୋ ପାପା ବୋଲି। ବସ୍ ଏଇଠୁ ମୁଭି ଷ୍ଟାର୍ଟ। ଏଇଠୁ ମୁଁ ଯେଉଁ ଫିଲ୍ ହେଲା ଭାଇ, ମୁଭିରେ ଶିଖିବାକୁ ମିଳିଲା, ଡରିବା ଆଗରୁ ଲଢ଼ିବା ଶିଖ, ଡରିବା ଆଗରୁ ଲଢ଼ିବା ଶିଖ ଭାଇ। ସେ ହିରୋକୁ ଏତେ ଦୁଃଖ, ଏତେ ଯନ୍ତ୍ରଣା, ଏତେ କଷ୍ଟ, ବାସ୍ ମୁଭିରେ ଏତିକି ଦେଖିଲେ ଯେଉଁ ମଜା ଲାଗିଲା ଭାଇ। ଧଡ଼କ ଖତରନାକ ହେଇଛି ମୁଭିଟା ଭାଇ। ଏଇଟା ମୁଁ ଶୁଣିବାକୁ ପାଇଥିଲି ଏଇଟା ହେଉଛି ଗୋଟେ ରିମେକ୍ ମୁଭି, ବାକି ମୁଁ ତାର ଅରିଜିନାଲଟା ଦେଖିନଥିଲି। ତ ମୁଁ ଯେଉଁ ୟାର ଦେଖିଲି ସେ ରିମେକ୍ଟା ଦେଖିଲା ପରେ ମୋତେ ଲାଗିଲା ଖତରନାକ ଭାଇ, ଲିଟରାଲି ଭଲ ଲାଗେ। ଆଉ ଭିଲିଆନ୍ କହିବି, ଭିଲିଆନ୍ ଯିଏ ହେଉଛି ସିଏ ଗୋଟେ ହେଉଛି ସାଇକୋ କିଲର। ସିଏ ତାକୁ ଲାଗୁଛି ଯେତିକି ସବୁ ଲଭ୍ କରୁଛନ୍ତି ମାରିକି ସେମାନଙ୍କୁ ଅଲଗା କରିବା ହେଉଛି ମୋର କାମ, ସେତିକି କରିକି ମୁଁ ଦୁନିଆକୁ ସ୍ୱଚ୍ଛ କରୁଛି, ସୁନ୍ଦର କରୁଛି ବାସ୍। ଆଉ ସେ କ'ଣ ପାଇଁ କରୁଛି, ତା ଭଉଣୀ ଥରେ ଲଭ୍ କରିଥିଲା, ସେଇଟା ତ ଦେଖାଗଲାନି, ଖାଲି ଓଡ଼ିଆରେ ଶୁଭାକୁ ଗଲା। ତ ତା ଭଉଣୀ ଜଣଙ୍କୁ ଭଲ ପାଉଥିଲା, ତା ନାଁ ଖରାପ କଲା, ତ ତା ଭଉଣୀକୁ ସେ ମାରି ଦେଇଥିଲା। ତ ସେଥିପାଇଁ ସିଏ ଏମିତି କାମ ସବୁ କରୁଛି। ତ ମୁଭିଟି ମୋତେ ଲିଟରାଲି ଭଲ ଲାଗିଲା। ତମକୁ ଯଦି ଲଭ୍ ଷ୍ଟୋରି ଦେଖିବାକୁ ଭଲ ଲାଗୁଥିବ ନିହାତି ମୁଭିଟି ଦେଖିବ, ମୁଭିଟି ଅତି ସୁନ୍ଦର ହେଇଛି। ଆଉ ମୁଭିରେ ତୁମେ ପାର୍ଟ କରିକି ନିହାତି ବୁଝିପାରିବ। ଆଉ ତୁମେ ଯଦି ୟଙ୍ଗ ଜେନେରେସନ୍ ହେଇଥିବ, ମାନେ ମୁଁ ଏଇଟା କହିବି, ରେକମେଣ୍ଡ କରିବିନି କି ପିଲାମାନେ ଅତି ଯେଉଁ 9-10 ପିଲାମାନେ ଦେଖିଲେ କେତେ ରିଲେଟ୍ କରିପାରିବେ ନ କରିପାରିବେ। ବାକି ତୁମେ ଯଦି କଲେଜରେ ପଢ଼ୁଛ ନିହାତି ମୁଭିଟାକୁ ତୁମେ ରିଲେଟ୍ କରିକି ମଜା ନେଇପାରିବ ମୁଭିଟି ଅତି ସୁନ୍ଦର। ଆଉ ତୁମେ ଯଦି ଗୋଟେ ଲଭ୍ କରୁଥିବ ତ ନିହାତି ତୁମ ଆଖିରୁ ଲୁହ ବାହାରିବ, ଗ୍ୟାରେଣ୍ଟି ଭାଇ, ଗ୍ୟାରେଣ୍ଟି। ତୁମକୁ ଫିଲ୍ ଆସିବ ମୁଭି ଦେଖିଲା ପରେ। ତ ତୁମେ ଯଦି ଦେଖିବାକୁ ଚାହୁଁଛ ନିହାତି ଦେଖିବ ଧଡ଼କ 2 ବାସ୍। ମୁଁ ଦେଖିଲି ଭାଇ, ମୋତେ ମଜା ଲାଗିଲା, ମୁଁ ତୁମକୁ କହିଦେଲି। ଏବେ ତୁମ ଇଚ୍ଛା, ତୁମେ ଦେଖିପାର ନ ଦେଖିପାର। ବାକି ମୋ ଭିଡ଼ିଓଟା ଦେଖୁଛ ମାନେ ନିହାତି ଲାଇକ୍ ଆଉ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିବ, ମୋତେ ଭାରି ଖୁସି ଲାଗିବ। ବାଇ ସାଙ୍ଗମାନେ।